ଆପଣ ପରିଚୟ ଦିଅନ୍ତୁ। ମୁଁ ଆଡଭୋକେଟ୍ ପ୍ରଦୀପ ଦାସ। କେନ୍ଦୁଝର ମହୋତ୍ସବର ସଂଯୋଜକ ଆମେ ଅଛୁ ସତ ଭାଇ, ସନା ଭାଇ, ଆମର ବଳ ମ୍ୟାଡ଼ାମ। ଆମେ ଆଜି ପ୍ରଥମ ପ୍ରସ୍ତୁତି ବୈଠକ କେନ୍ଦୁଝର ମହୋତ୍ସବର ଏଠି ପାଳନ କରିବା ପାଇଁ ଆମେ ସ୍ଥିର କରିଛୁ। ଯେଉଁ ମହୋତ୍ସବଟି ଆମ କମିଟି ତରଫରୁ ଆସନ୍ତା ନଭେମ୍ବର ମାସରେ 7 ଦିନ ଧରି ହେବ। କେନ୍ଦୁଝର ହେଉଛି ଆମ ଓଡ଼ିଶା ମାଆର ଗୋଟେ ସୁନାର ଗର୍ଭା କହିଲେ ଅତ୍ୟୁକ୍ତି ହେବ ନାହିଁ। ଉତ୍କଳ ଜନନୀର ସବୁଠାରୁ ଅଧିକା ଯଦି ରାଜସ୍ୱ କେଉଁଠୁ ଆସିଥାଏ, କେନ୍ଦୁଝରରୁ ଆସିଥାଏ। ମା ତାରିଣୀଙ୍କ ପୀଠ। କେନ୍ଦୁଝରରେ ଅନେକ ଜ୍ଞାନୀ ଗୁଣୀ ବ୍ୟକ୍ତିତ୍ୱଙ୍କର ଜନ୍ମ ହୋଇଛି, ଯେଉଁଥିପାଇଁ ଆଜି ମଧ୍ୟ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସେ ଜିଲ୍ଲାର ମଧ୍ୟ ଏବଂ ଅନେକ ବ୍ୟକ୍ତିବିଶିଷ୍ଟ ସାହିତ୍ୟିକ ଠାରୁ ଆରମ୍ଭ କରି ପ୍ରତିଭାବାନ ବ୍ୟକ୍ତିତ୍ୱ କେନ୍ଦୁଝର ଜିଲ୍ଲାରେ ଅଛନ୍ତି।